ଯେତେବେଳେ ପ୍ରଥମ ପ୍ରଥମ ଆସୁଥିଲି ମୁଁ ଭାଇଙ୍କର ସେ ବୁଝେଇବାର ଷ୍ଟାଇଲଟା ବୁଝିପାରେନି। ପ୍ରଶ୍ନର ଉତ୍ତର, ଉତ୍ତରକୁ ନେଇ ଆହୁରି ପ୍ରଶ୍ନ, ଅସରନ୍ତି ପ୍ରଶ୍ନ। ମୁଁ ମାଇଣ୍ଡ ସେଟ୍ ନେଇକି ଆସିଥାଏ ମୁଁ ଅସୁବିଧାଟା କହିଲି ଆଣ୍ଡ ସିଏ ଗୋଟେ କ'ଣ ବାଟ ବତେଇ ଦେବେ କିମ୍ବା କ'ଣ ଗୋଟେ ଧାରା ବତେଇ ଦେବେ କି ମନ୍ତ୍ର କରିଦେବେ, କ'ଣ କରିଦେବେ ମୁଁ ଜାଣିନି, ବଟ୍ ମୁଁ ମୋର ସମସ୍ୟାଟା ଦେଲି, ସିଏ ମୋତେ ଗୋଟେ ସମାଧାନ ଦେଇଦେବେ, ମୁଁ ପଳେଇବି। ଏତେ ପ୍ରଶ୍ନ ଉତ୍ତର ଏତେ କଥାବାର୍ତ୍ତା କ'ଣ, ମୁଁ ମନ ଭିତରେ ବି ଚିଡ଼ିଯାଏ। କିନ୍ତୁ ମୋତେ ତ ସେଠୁ ସାହାଯ୍ୟ ମିଳେ, ତେଣୁକରି ମୁଁ ପୁଣି ଆସେ। ଏତେ କଥାବାର୍ତ୍ତା ଭିତରେ ଧୀରେ ଧୀରେ ମୁଁ ବୁଝିପାରିଲି ସିଏ ବୁଝୁନାହାନ୍ତି, ସିଏ ମୋ ସମସ୍ୟା ବୁଝି ସାରିଛନ୍ତି। ଏ ପ୍ରଶ୍ନ ମାଧ୍ୟମରେ ମୋର ବୁଦ୍ଧିଟା, ମୋର ପ୍ରତ୍ୟେକ ସମସ୍ୟା, ପ୍ରତ୍ୟେକ ବିଷୟବସ୍ତୁକୁ ଦେଖିବାର ମୋର ବୁଦ୍ଧିର ଯେଉଁ ଲେନ୍ସଟାକୁ ସେଟାକୁ ଫୋକସ୍ କରୁଛନ୍ତି, ସେ ତାକୁ କ୍ଲାରିଟି ଦେଉଛନ୍ତି। ସିଏ ଜଣାଇବା ପାଇଁ ଚାହୁଁଛନ୍ତି ଯେଉଁଟାକୁ ମୁଁ ସମସ୍ୟା ବୋଲି ବୁଝିକି ଆସିଛି ଏଇଟା ଗୋଟେ କାରଣ ନୁହଁ, ଏଇଟା ଗୋଟେ ଲକ୍ଷଣ। କାରଣଟା ଆଉ କେଉଁଠି ଅଛି। ଯେପର୍ଯ୍ୟନ୍ତ କାରଣର ଟ୍ରିଟମେଣ୍ଟ ହେଇନି, ଲକ୍ଷଣକୁ ଉପରକୁ ଯେତେ ସଜାଡ଼ିଲେ ସେ ଲକ୍ଷଣ ପୁଣି ପଳେଇ ଆସିବ, କାହିଁକିନା ମୁଁ ତ ସେ ଭୁଲଟା ପୁଣି କରୁଥିବି। ଏଥିରୁ ମୁଁ ଜାଣିଲି ଏ ଲୋକ ଲାଇଫଟାକୁ କେତେ ଗଭୀର ଭାବରେ ରିସର୍ଚ୍ଚ କରିଛି, କେତେ ଡିପ୍ଲି ସେ ଯାଇଛନ୍ତି ପ୍ରତ୍ୟେକ ଜିନିଷକୁ। ତେଣୁକରି ମୋତେ ବି ଏଗୁଡ଼ା ଜାଣିବା ପାଇଁ ଇଚ୍ଛା, ଆଉ ତାଙ୍କୁ ବି ଜଣାଇବା ପାଇଁ ଇଚ୍ଛା। କିନ୍ତୁ ଥରେ ଭାବିଲେ ଏଇ ଯେଉଁ ସାଧାରଣ ଜିନିଷ ଗୁଡ଼ା, ଏଇ ଯେଉଁ ପ୍ରତ୍ୟେକ ଲୋକର ଏଗୁଡ଼ାକ ସମସ୍ୟା, ଏଗୁଡ଼ା ମୋର ନୁହେଁ, ପ୍ରତ୍ୟେକ ଲୋକର ସମସ୍ୟା। ଯଦି ଇଚ୍ ଅଫ୍ ଅସ୍ ଆମେ ଇଣ୍ଡିଭିଜୁଆଲି ଆସିକି ତାଙ୍କଠୁ ଏ ସମୟଟା ନେବା, ସେ ଯେଉଁ ମହତ୍ କାରଣ ପୁରା ଏକଦମ ଆମେ ମାନବ ଜଗତ ବୋଲି କହିପାରିବାନି, ସେ ସମ୍ପୂର୍ଣ୍ଣ ଜୀବ ଜଗତ ପାଇଁ କାମ କରିବା ପାଇଁ ତାଙ୍କର କିଛି ଇଚ୍ଛା। ସେଥିରୁ କେତେ ସମୟ ସେ ଲୋକଟା ସାରିଦେବ, ସେ କ'ଣଟା କରିପାରିବ। ତେଣୁକରି ମୋର ଗୋଟେ ଇଚ୍ଛା ଥିଲା ଯେ ଯଦି ଗୋଟେ କ୍ଲାସ୍ ଟାଇପ୍ର ହୁଅନ୍ତା, ନଲେଜ୍ ବେସ୍ଡ ହିଲିଂ ସେସନ୍ଟେ ଗୋଟେ ହୁଅନ୍ତା, ଯେଉଁଥିରେ ମୁଁ କିଛି ମୋ ଭାଇଙ୍କ ସାଙ୍ଗେ କିଛି ସମୟ ଧ୍ୟାନ କରିବା ପାଇଁ ପାଆନ୍ତି, ତାଙ୍କ ସାଙ୍ଗେ କିଛି ସମୟ ଗୀତ ଗାଇବା ପାଇଁ ପାଆନ୍ତି, ପ୍ରାର୍ଥନା କରିବାର ସୁଯୋଗ ପାଆନ୍ତି, କିମ୍ବା ଆମେ ମାସ୍ଲି କିଛି ଗୋଟେ କରିପାରନ୍ତେ, ବହୁତ ସୁନ୍ଦର ହୁଅନ୍ତା। ଯେଉଁଥିରେ କି ଧରନ୍ତୁ ମୋ ପ୍ରଶ୍ନରେ ରାମ ଭାଇ, ଦାମ ଭାଇ, ଶ୍ୟାମ ଭାଇ ତାଙ୍କ ଉତ୍ତର ପାଇଯାଆନ୍ତେ, କାଶୀ ଭାଇ, ନାଥ ଭାଇଙ୍କ ପ୍ରଶ୍ନରେ ମୁଁ ଉତ୍ତର ପାଇଯାଆନ୍ତି। ସୋ ଦ୍ୟାଟ୍ ଭାଇଙ୍କର ସମୟ ଗୁଡ଼ା ବଞ୍ଚନ୍ତା, ଆଉ ସିଏ ଆଉ କିଛି ପ୍ରୋଜେକ୍ଟରେ ତାଙ୍କ ସମୟଟା ଦେଇପାରନ୍ତେ, ଆଉ ଆମେ ବି ଏକାଠି ବସିକି ଗୋଟେ ବଡ଼ ଶକ୍ତି ହେବାର ବି ସେଇ ସୁଯୋଗଟା ମିଳନ୍ତା। ତେଣୁକରି ଆପଣମାନଙ୍କୁ ଇଚ୍ଛା ମୋର ଏଇ ବାର୍ତ୍ତାଟାକୁ ଟିକେ ବିଚାର କରିବେ, ବିଚାର କରିକି ଆପଣ କିଛି ବି ସଜେସନ୍ ଦେବେ। ମୋର ଆଶା LHର ଯେଉଁ ସାନ ଭାଇ ଭଉଣୀମାନେ ଏବେ ଆଗକୁ ଆସି କିଛି କାମ କରୁଛନ୍ତି, ସେମାନେ କିଛି ଭଲ ପଦକ୍ଷେପ ନେବେ। ଧନ୍ୟବାଦ।